ଖରାଦିନିଆ ଜନଜାତି ଗାଁ। ସକାଳୁ ସକାଳୁ ହୋଇଉଠେ କର୍ମମୁଖର। ଆମ୍ବ ଭରା ଗଛ ତଳେ ଚାଲେ ବ୍ୟସ୍ତତା। କେହି କେହି ଆମ୍ବ ଗୋଟାନ୍ତି ତ ଆଉ କେହି ସଂଗ୍ରହ ହୋଇଥିବା ଆମ୍ବକୁ ଘରକୁ ଆଣନ୍ତି। ଘର ଅଗଣାରେ ଆରମ୍ଭ ହୁଏ ପରମ୍ପରାର କାମ। ଆମ୍ବର ଚୋପା କାଟି ଖରାରେ ଶୁଖାଯାଏ, ଯାହାକୁ କୁହାଯାଏ ଚମ୍ପେଇତ। ଆମ୍ବ ଟାକୁଆରୁ ବାହାରେ ସ୍ୱାଦିଷ୍ଟ ରସ। ତାପରେ ଏହି ରସକୁ ସଂଗ୍ରହ କରାଯାଏ ବାଉଁଶ ପାତିଆରେ। ବାଉଁଶ ପାତିଆର ଡାଲାରେ ପରସ୍ତ ପରସ୍ତ ଢାଳି ଖରାରେ ଶୁଖାଯାଏ। ଖରାରେ ଶୁଖିଗଲା ପରେ ଆମ୍ବ ରସରୁ ପ୍ରସ୍ତୁତ ହୁଏ ଆମ୍ବସଡ଼ା। ଏହା କେବଳ ସାଧାରଣ ଖାଦ୍ୟ ନୁହେଁ, ଜନଜାତି ଜୀବନର ମାଟିର ବାସ୍ନା, ପରିଶ୍ରମର ମିଠା ସ୍ୱାଦ ଆଉ ପରମ୍ପରାର ଜୀବନ୍ତ କାହାଣୀ।